श्री गुरु प्रेमानंदे निताई गो हरि हरि गो। श्री गुरु प्रेमानंदे निताई श्री गुरु प्रेमानंदे। शिशु अनंतर पवित्र क्षेत्र जो क्षेत्र अन्य एक नाम होउची परिवार तीर्थ। यही परिवार तीर्थ शिशु अनंतर क्षेत्र महानदी पाइका महानदी चित्तोत्पला पाइका ये तीनोटी नदीर मध्य भागरे यही पीठटी गढ़ी उठी। ये क्षेत्र स्वतंत्रता किछि आमे रखिनु। कहीं रखिनु तार कारण होउची सत्य जदि जणे तेरे आम मानक भितर जो विभिन्न उपासना सब चली सेगुड़िक केमिति अनेक अनेक हम सत्य तो जणे पुणी सत्य को केंद्र करी आहुरी अनेक नाम अनेक मत अनेक पंथ ये सब जो सृष्टि होउची ता द्वारा कौन होउची धर्म को आमे ठीक भावरे बुझी पारिबु। आपण माने निजे अनुभव कले जानी पारिबे आमे एठारे जेतिकी आमे बसीछे आमे किए को मसीहारे जन्म होइथिले क्यों गाँव जन्म होइथिले आमर बाप माँ आत्मीय स्वजन किए सब थिले आजी तांकरी भितरु केतक अछंती केतक नाहंती। जो माने नाहंती से माने क्यों स्थान को गले तार उत्तर बहुत थिले भी गोटे उत्तर यथा नदीनां बहवम्ब बेगा ये जो कथाटी गीतारे कहिचंती देखए जेते नद नदी प्रवाहे मिलंती जलदी लवण जले से मिशंती सोनाम गुण पास। यह जहा आम जन्म आम मृत्यु आम उत्पत्ति स्थिति और प्रलय सबु कथा गुड़िक से प्रत्येक कथा मध्य से आमे किछि भल जिनिस संग्रह कर ताकू आमे परिष्कार परिच्छन्न करी रखिलु तार चोपा फोपा सब छड़े धुआ धुई कलु जी
ବ୍ୟବହାର ହେବା କଥା ସେ ହେଲା, ଯାହାକୁ ଆମେ ବ୍ୟବହାର କଲୁ ନା ତାକୁ ଆମେ ଅନ୍ୟ ଏକ ଜାଗାରେ ଫିଙ୍ଗିଦେଲୁ। ସେଇ ଯେଉଁ ଫିଙ୍ଗା ଜାଗାଟା ସେ ଯେ ମୂଲ୍ୟହୀନ ହେଇଗଲା, ପ୍ରକୃତରେ ସେଇଆ ନୁହେଁ। ସେ ଯେଉଁଠିକି ଗଲେ ବି ତାର ମୂଲ୍ୟ ନିଶ୍ଚିତ ଭାବରେ ବର୍ଦ୍ଧିତ ହେବ। ସେଇ ଅଳିଆ ପଦାରୁ ସୃଷ୍ଟି ହେଲା ସାର, ଖତ, ବିହନ ଏସବୁ ସୃଷ୍ଟି ହେଲା। ସେଇଠୁ ପୁଣି ଶସ୍ୟ ଶ୍ୟାମଳା ସବୁଜିମା ସୃଷ୍ଟି ହେଲା। ତେଣୁ ଇଏ ଦୁନିଆରେ କାହାର ମୃତ୍ୟୁ ଅଛି ବୋଲି ଯଦି ଭାବିବା, ଆମେ ଏମିତି ଗୋଟେ ଭାବିଦେବା ଆମର ତ ମୃତ୍ୟୁ ଅଛି, କିନ୍ତୁ ପ୍ରକୃତରେ ମୃତ୍ୟୁ କାହାର ନାହିଁ। ଯାହାକୁ ଆମେ ମୃତ୍ୟୁ ବୋଲି କହୁଛୁ ସେ ହେଉଛି ଦେହର ପରିବର୍ତ୍ତନ, ଘଟର ପରିବର୍ତ୍ତନ। ଘଟ ଛାଡ଼ିକିରି ଗୋଟିଏ ଘଟକୁ ଛାଡ଼ିକିରି ଆଉ ଗୋଟିଏ ଘଟକୁ ସେ ଯାଉଛି। ଏଠି ଯାହା କରିଥିଲା ସେ ଏଇଠି ରହିଗଲା, ଯେଉଁଠିକି ଯିବ ସେଠି ଯାହା କରିବ ସେ ସେଇଠି ରହିବ। ତେଣୁ ମୃତ୍ୟୁଟାକୁ ଆମେ ଏତେ ଭୟ କରିବା ଉଚିତ ନୁହେଁ, କିନ୍ତୁ ତଥାପି ମୃତ୍ୟୁ ହେଉଛି ଆମର ଗୋଟେ ସତର୍କ ଘଣ୍ଟି। এই ମୃତ୍ୟୁ ରୂପକ ସତର୍କ ଘଣ୍ଟି ଆମକୁ ପ୍ରତ୍ୟେକ ସମୟରେ ସିଏ ତାର ସମୟର ଘଣ୍ଟି ବଜେଇ ସିଏ ଆମକୁ ଜଣାଉଛି ଯେ ତୁ ଜନ୍ମ ହେଇଥିଲୁ ଏଇ ମସିହାରେ, ତତେ ହେଲାଣି ବର୍ତ୍ତମାନ ଏଇ ମସିହା। ତୁ ଏ ସଂସାରରେ କେତୋଟି ମସିହା ଭୋଗ କରିବୁ ତୁ ବି ଜାଣିବୁ। ଏଇ କଥାଟାକୁ କେବଳ ଆମେ କହୁଛୁ, ଆୟୁଷ ବୃଦ୍ଧି ହେଲା କମିଗଲା, ଏଇ ହେଉଛି କଥା। ତେବେ କଥାଟି ହେଉଛି ପ୍ରତ୍ୟେକ ଜିନିଷର ଗୋଟେ ତତ୍ତ୍ୱ ଜିନିଷ, ଗୋଟେ ତତ୍ତ୍ୱବାଦ ନିଶ୍ଚୟ ରହିଛି। ତାକୁ ଯଦି ଆମେ ଠିକ୍ ଭାବରେ ଦେଖିବା ବା ତାକୁ ବୁଝିବା, ଦେଖିବା ନୁହେଁ ବୁଝିବା, ତାହେଲେ ମଧ୍ୟ ଅନେକ ଭ୍ରାନ୍ତି ଆମ ଭିତରୁ ଚାଲିଯିବ। ରେ ଆତ୍ମନ୍ ନିଦ୍ରା ପରିହରି ଫେରି ଚିନ୍ତାର ଲୋଚନ କର କର, ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ। ଆକୁ ଯିଏ ଲେଖିଛନ୍ତି ସେ ଜୀବନକୁ ଅନୁଭବ କରିଥିବାରୁ, ଜୀବନଟା କ'ଣ ତାକୁ ସେ ଭଲ ଭାବରେ ଅନୁଭବ କରିଥିବାରୁ ସେ ଏ ସଙ୍ଗୀତଟି ଲେଖିଛନ୍ତି। ଆମେ ମଣିଷ ହେଇପାରୁ, ଛେଳି ହେଇପାରୁ, କୁକୁର ହେଇପାରୁ, ବିଲେଇ ହେଇପାରୁ, କିନ୍ତୁ ଆମେ ସମସ୍ତେ ଆତ୍ମା, ଆଉ ସମସ୍ତେ ହେଉଛନ୍ତି ଦେହ। ଦେହର ପ୍ରଳୟ ହୁଏ, ନାମରେ ବି ପ୍ରଳୟ ହୁଏ, କିନ୍ତୁ ଆତ୍ମାର ପ୍ରଳୟ ହୁଏ ନା।
ସେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରେ। ଏଇ ଯାତ୍ରା ଆମର କେତେ ହଜାର ବର୍ଷ ପରେ ସରିବ ତା ମଧ୍ୟ ଆମେ କହିପାରିବୁନି। ଆମକୁ ଯିଏ ଜନ୍ମ ଦେଇଛନ୍ତି ସେ ବି କହିପାରିବେନି। ଆଜି ଯେଉଁ ପିଲାଟି ଆମଠାରୁ ଜନ୍ମ ହେଲା ଆମେ ବି କହିପାରିବା ନାହିଁ ଇଏ ପିଲାଟି କେଉଁ ଦିନ ଆମକୁ ଛାଡ଼ିବ କି ଆମେ ତାକୁ ଛାଡ଼ିକିରି ଯିବୁ। ଦାୟିତ୍ୱ କାହାକୁ ଦେଇକିରି ଆମେ ଯିବୁ ସେ କଥା ଆମ ହାତରେ ନାହିଁ, ନା ଲେଖାରେ ନାହିଁ, ନା ବହିରେ ନାହିଁ। ତେଣୁ ଜୀବନକୁ ସବୁବେଳେ ସତର୍କ କର ଏବଂ ସବୁବେଳେ ଯେଉଁ ପରୋକ୍ଷରେ ସତର୍କ ଘଣ୍ଟି ବାଜୁଛି ସେ ଘଣ୍ଟିର ଶବ୍ଦକୁ ସବୁବେଳେ ଶୁଣ। 40 ବର୍ଷ ହେଲା ଗୋଟାଏ ଘଣ୍ଟ ବାଜିଲା, 60 ବର୍ଷ ହେଲା ଆଉ ଗୋଟାଏ ଘଣ୍ଟ ବାଜିଲା, 80 ବର୍ଷ ହେଲା ଆଉ ଗୋଟାଏ ଘଣ୍ଟ ବାଜିଲା। ଯେ ଆଉ କିଛି ଦିନ ବଞ୍ଚିବ ତାହେଲେ ସେଇଟା ଶେଷ ଘଣ୍ଟି ହେଇପାରେ, କିନ୍ତୁ ଶେଷ ଘଣ୍ଟି ବାଜିବ ହିଁ ବାଜିବ। ତେଣୁ ଯେତେବେଳେ କେଉଁ ଗାଁରେ ଗୋଟେ ମଣିଷ ମରିବା ଅବସ୍ଥା ହେଇଯାଏ, ବିଲୁଆ ତାଙ୍କର କିଆ ବୁଦା ମୂଳେ କି କେଉଁ ଗୋଟେ ଜଙ୍ଗଲିଆ ଜାଗାରେ ଥାଆନ୍ତି, ସେ ହଠାତ୍ ହେଟା ବାଘ ବୋବାଏ, ବିଲୁଆ ବୋବାଏ। ଏଇ କଥାରୁ ଅନେକ ଲୋକ ଜାଣନ୍ତି ଆଜି ରାତି ସୁଦ୍ଧା କିଏ ଗୋଟାଏ ଆମ ଗାଁରୁ ଯିବ। ଏଇ ଯଦି ମଣିଷର ଶେଷ କଥା, ତାହେଲେ ଆମେ ମଣିଷ ହବା ନା ପଶୁ ହବା? ଆଉ ମଣିଷର ରୂପ ପିନ୍ଧି ମଣିଷର ଗୋଟେ ପୋଷାକ ପିନ୍ଧିକିରି ଆମେ ଯଦି ପଶୁ ପକ୍ଷୀଙ୍କ ଭଳି ଜୀବନ ଧାରଣ କରିବା ସେ ଚଳିବ, କିନ୍ତୁ ସେଥିରେ କୀର୍ତ୍ତି ନାହିଁ, ସେଥିରେ ଯଶ ନାହିଁ। ଯଶ ଅଛି, କୀର୍ତ୍ତି ଅଛି କେବଳ ମଣିଷ ରୂପରେ, ମଣିଷ ଭିତରେ। ଆମର ଜଗନ୍ନାଥଙ୍କର ମନ୍ଦିର ଆମେ ଦେଖୁଛୁ, ସେ ମନ୍ଦିରକୁ କିଏ କରିଛି? ଆମକୁ ଯିଏ ପଚାରିବ ଆମେ 2-3ଟା ନାଁ ବି କହିପାରିବୁ, କିମ୍ବା ଆଉ କାହାକୁ ପଚାରେ ସିଏ ଆଉ ଗୋଟେ ନାଁ କହିବ। କିନ୍ତୁ ଆମେ ଯେଉଁ ମନ୍ଦିର ଗଢ଼ିଛୁ ସିଏ ମନ୍ଦିରର ମୂଳ ଲୋକଟି କିଏ? ମୂଳ ଲୋକଟି ହେଉଛି ଗୋଟେ ମଣିଷର ଇଚ୍ଛା ଶକ୍ତି। ଆମେ ତାକୁ ବ୍ୟାଖ୍ୟା କରି କହିବା ଗୁରୁ କୃପା, ଭଗବତ କୃପା, ବିଭୁ କୃପା ଏମିତି କହିଯିବା ସିନା। ଆମେ ଏଇଠି ବଇଛୁ, ଆମକୁ ବସେଇଛି କି? ଆମରି ମନ ଭିତରେ ଥିବା ଯେଉଁ ଇଚ୍ଛା ଶକ୍ତି ସେ ଆମକୁ ଏଠି ବସେଇଛି। ତୁମେ ଏଠି ବସ, କଥା ଶୁଣ। ତେଣୁ କୁହାଗଲା ମନ୍ନାଥ ଶ୍ରୀ ଜଗନ୍ନାଥ। ପୁରୀ ଦେଉଳକୁ କିଏ ଗଢ଼ିଛି? ଆପଣମାନେ ନିଶ୍ଚିତ କହିବେ କିଏ ଗଢ଼ିଛି, କିଏ ଗଢ଼ିଛି, କିଏ ଗଢ଼ିଛି କହି କହି ଶେଷରେ କହିବ ରାଜା ଇନ୍ଦ୍ରଦମ୍ନ ଗଢ଼ିଛି। କିଏ କହିବ ଆଉ ଗାଲୁ ମାଧବ ଗଢ଼ିଛି, କିଏ କହିବ ଯଯାତି ଗଢ଼ିଛି, କିଏ କହିବ ଗଙ୍ଗବଂଶର ରାଜା ଚୋଡ଼ଙ୍ଗ ଦେବ ସେ ଗଢ଼ିଛନ୍ତି, କିଏ ବି କହିପାରେ ବିଶ୍ୱାବସୁ ଗଢ଼ିଛନ୍ତି। ଏମିତି ନାନା ମୁନିନାମ
ମତୋପି ଭିନ୍ନ ନାନା ମୁନିଜସ୍ୱ ମତୋପି, କିନ୍ତୁ ପ୍ରକୃତରେ ଗଢ଼ିছে କିଏ? ଯିଏ ଗଢ଼ିଛନ୍ତି ସିଏ ଗୋଟେ ମଣିଷ ନୁହେଁ, ସିଏ ହେଉଛି ଗୋଟିଏ ଅଦୃଶ୍ୟ ସତ୍ତା, ଯାହାକୁ ଦେଖି ହେଉନି, ଧରି ହେଉନି, ବ୍ୟବହାର ମଧ୍ୟ କରି ହେଉନି, କିନ୍ତୁ ସିଏ ହିଁ ଏ ଜଗତକୁ ଗଢ଼ିଛନ୍ତି। ଜଗତ ପାଇଁ ସୂର୍ଯ୍ୟଙ୍କୁ ଗଢ଼ିଛନ୍ତି, ଚନ୍ଦ୍ରମାଙ୍କୁ ଗଢ଼ିଛନ୍ତି, ସେଇ ଗଢ଼ିଛନ୍ତି ମଣିଷକୁ, ସେଇ ଗଢ଼ିଛନ୍ତି ମନ୍ଦିରକୁ, ଆଶ୍ରମକୁ, ସବୁକୁ ସେଇ ଗଢ଼ିଛନ୍ତି। ସିଏ ହେଉଛନ୍ତି ସୃଷ୍ଟିର ନିର୍ମାଣକର୍ତ୍ତା। ସେଥିପାଇଁ ହିନ୍ଦୁ ସେମାନଙ୍କୁ ସମ୍ବୋଧନ କରେ ବିଶ୍ୱକର୍ମା। ଆମେ ପ୍ରାୟ କହୁ ବିଶ୍ୱକର୍ମା, ବିଶ୍ୱକର୍ମା ଗୋଟେ ଅଲଗା, ବ୍ରହ୍ମା ଗୋଟେ ଅଲଗା, ଇଏ କଥା ବି ମୋ ମନକୁ ଯାଏନି। ଯିଏ ଗଢ଼ିଛନ୍ତି ଏ ଦୁନିଆରେ ଯଦି ଜଣେ ସତ୍ୟ ଥାଏ, ସେ କିଏ? ସିଏ ସିନା ପରମ ଆତ୍ମା। ଆଉ କିଏ ଗଢ଼ିଛି? ଏଇ ଯେଉଁ ଶିଶୁ ଅନନ୍ତଙ୍କର ଗୋଟେ ସ୍ଥାନ ଆମେ ପୂଜା କରୁଛୁ, ଯଦି ଆପଣ 50 ବର୍ଷ ତଳକୁ ଚାଲିଯିବେ, 60 ବର୍ଷ ତଳକୁ ଚାଲିଯିବେ, ଇଏ ମୋ ଯେଉଁ ଶିଶୁ ଅନନ୍ତ ଇଏ କେମିତି ଥିଲେ? ନାଗଫେଣିଆ କଣ୍ଟା ଥିଲା, କଣ୍ଟେଇ କୋଳି ଗଛ ଥିଲା, ଦୟା ଗଛ ଥିଲା, ଆଛୁ ଗଛଟିଏ ଥିଲା, ନାଗଫେଣିଆ କଣ୍ଟା ଥିଲା, ହଜାର ହଜାର ସାପଙ୍କର ଡିମ୍ବ ଥିଲା। ସେଇ ତ ଆଦି ଶିଶୁ ଅନନ୍ତ। କ'ଣ ଶିଶୁ ଅନନ୍ତ ଆସିକିରି ତାଙ୍କ ପାଖରେ ପହଞ୍ଚିଲେ ମୋତେ ଏଇଠି ପୂଜା କର? ତାଙ୍କୁ କ'ଣ ପୂଜା କେହି କରୁନଥିଲେ, ଏଇଠି ପୂଜା ପାଇଲେ? ତେଣୁ ମଣିଷର ଇଚ୍ଛା ଶକ୍ତି, ମୁଁ ଏଇଠି ପୂଜା କରିବି, ଏଇ ନାମରେ ପୂଜା କରିବି, ଏଇ ମନ୍ତ୍ରରେ ପୂଜା କରିବି, ଏଇ କାରିଗର ଦ୍ୱାରା ମୁଁ ପୂଜା କରିବି, ଏ ହେଉଛି ଦୃଢ଼ ସଂକଳ୍ପ, ଜୀବନର ଦୃଢ଼ ସଂକଳ୍ପ। ସଂକଳ୍ପକୁ ଆମେ ସାକାର କରି ଆମେ ଗୋଟେ ଶାନ୍ତି ଲାଭ କରୁଛୁ। କିଏ ଯଦି ଆସି କହିବ ଏଗୁଡ଼ା ହୁଙ୍କାଦାର କ'ଣ ପୂଜା କରୁଛ, ଯଦି ମୋ ଆଗରେ କିଏ କହିବ ହୁଙ୍କାଦାର କାହିଁ ପୂଜା କରୁଛ, ଗୋଟେ ଲୋକଟା ମୋତେ କହିଲା ଥରେ, ବହୁତ ଦିନ ତଳେ, ଆଉ କେଉଁଠି ଶିଶୁ ଅନ୍ତ ବାହାରି ପାରିଲେନି, ଏ ଗହିର ଭିତରେ ଗୋଟେ ହୁଙ୍କା ଭିତରେ ବାହାରିଲେ। ବୋଲେ ଆପଣ ହୁଙ୍କାକୁ ଗବେଷଣା କରିଛନ୍ତି? ନା, ମୁଁ ମାନେ ତାଙ୍କ କହିବା କଥା ହେଉଛି ମୁଁ ଜଣେ ଶିକ୍ଷିତ ଲୋକ, ମୁଁ ଜଣେ ମାମଲତକାରିଆ ଲୋକ, ମୁଁ ଜଣେ କୁହାଳିଆ ଲୋକ, ମୁଁ ପୁଣି ହୁଙ୍କାକୁ ରିସର୍ଚ୍ଚ କରିନି, କିନ୍ତୁ କିଛି ରିସର୍ଚ୍ଚ ସେ କରିନି। ଆପଣ ଲୋକେ ହୁମ୍ କହିଲେ ସିଏ ହେଉଛନ୍ତି ହରି। ହରି ଶବ୍ଦର ଅର୍ଥ ହେଉଛନ୍ତି ମର୍କଟ। ଯିଏ ମର୍କଟ ରୂପରେ ଆବିର୍ଭାବ ହେଇଥିଲେ, କିନ୍ତୁ ସେ ମର୍କଟ ନୁହନ୍ତି, ସେ ରୂପଟା ମର୍କଟ ଥିଲା। ତେଣୁ ସେଇ ଗୋଟାକ ହେଉଛନ୍ତି ହୁମ୍। କାଟି କ'ଣ? ତା କହିଲେ ଶରୀର। ଇଏ ପୃଥିବୀରେ ଯେତେ ପ୍ରକାର ଶରୀର ସବୁ ରହିଛି,
କେହି ତାକୁ ସମ୍ପୂର୍ଣ୍ଣ ଲିଷ୍ଟ କରିପାରିବେନି। ଏତେ କଥା ସେ ବିଶ୍ୱକର୍ମା ଗଢ଼ିଛନ୍ତି। ସେଇ ଯେଉଁ ହୁଙ୍କାକୁ ଭଲ ପାଇ ଗୋଟେ ଭାବନା ସୃଷ୍ଟି କରି ସେଇଆକୁ ଆମେ ଶିଶୁ ଅନନ୍ତ କି କ'ଣ ଗୋଟେ କହିକି ପୂଜା କରୁଛୁ। ସେଥିରୁ କ'ଣ ମିଳିବ? ଆମେ ଯଦି କହିବୁ ନାହିଁ ଆମେ ଶିଶୁ ଅନନ୍ତ ଆଉ କାଲିଠୁ ଡାକିବୁନି, ଆମେ ଆମର ତାଙ୍କୁ ରାମଚଣ୍ଡୀ ବୋଲି ଡାକିବୁ। ଡାକ, ରାମଚଣ୍ଡୀ ରୂପରେ ବି ଆସିବେ। ମାନିଲେ ଠାକୁର, ନ ମାନିଲେ କୁକୁର। ତେଣୁ ଆପଣଙ୍କ ନାସାଗର ଦ୍ୱାରରେ ଏଇ ହୁଙ୍କାର ଗର୍ଜନଟି ରହିଛି। ଇଏ ହେଉଛି ଶବ୍ଦ ବ୍ରହ୍ମ। ଏବଂ କା କହିଲେ ଆଖି କାନ ନାକ ପାଟି ସବୁ ମିଶିକିରି କା। ତେଣୁ ଆପଣ ବା ନିଜେ ଗୋଟେ ହୁଙ୍କା, ଆପଣ କ'ଣ ଆକୁ କହୁଛନ୍ତି ହୁଙ୍କା? ଆଉ ଯଦି ଆପଣ ଜଣେ ଇଞ୍ଜିନିୟର କି ଜଣେ ଭଲ ଶିକ୍ଷିତ ଲୋକ ଯଦି ଦେଖିବାକୁ ଚାହିଁବେ, ଗୋଟେ ହୁଙ୍କାକୁ ହାଣିଲେ ଅସଂଖ୍ୟ କୋଠରୀ, ଏତେ କୋଠରୀ କୋଉ ରାଜମିସ୍ତ୍ରୀ ପୃଥିବୀରେ କରିନି। ଏହି ପୃଥିବୀରେ ଅନେକ କୋଣାର୍କ ମନ୍ଦିର ଗଢ଼ା ହେଇଛି, ଶ୍ରୀମନ୍ଦିର ଗଢ଼ା ହେଇଛି, ଅନେକ କଥା ହେଇଛି। କିନ୍ତୁ ଏମିତି ହୁଙ୍କା ଭଳିଆ ଆଉ କୋଉଠି ମନ୍ଦିର ନାହିଁ। କୋଉଠି ମନ୍ଦିର ଯୋଉଟା ମୋତେ ଦେଖେଇଦେବେ। ଗୋଟେ ହୁଙ୍କା ଭିତରକୁ ଆପଣ ଦେଖିବେ, ଏଡ଼ିକି ବକଟେ ଗୋଟେ ଜାଗାରେ ହଜାର ହଜାର କୋଠରୀ ଘର ସବୁ ତିଆରି ହେଇଛି। ସେ କାହିଁକି ତିଆରି ହେଇଛି? ସେ ହୋଟେଲ। ଇଏ କୋଠରୀରେ ରାଜା ରହିବେ, ଇଏ କୋଠରୀରେ ରାଣୀ ରହିବେ, ଇଏ କୋଠରୀରେ ମନ୍ତ୍ରୀ ରହିବେ। ତାଙ୍କ ଭିତରେ ବି ବଣ୍ଟାବଣ୍ଟି ହେଇଛନ୍ତି। ସୈନ୍ୟ ସାମନ୍ତ ମାନେ ଏଇ କୋଠରୀ ଭିତରେ ରହିବେ। ଏଇ ଯେଉଁ ଅପୂର୍ବ ବୈଚିତ୍ର୍ୟପୂର୍ଣ୍ଣ ଏଇ ଯେଉଁ ବିଭବ, ଏଇ ପୃଥିବୀକୁ ଛାଡ଼ିଲେ ଆଉ କେଉଁ ପୃଥିବୀରେ ଅଛନ୍ତି? ଅନେକ ତ ଗଲେଣି, ଚନ୍ଦ୍ର ଗଲେଣି, ମଙ୍ଗଳ ଗଲେଣି, ସୂର୍ଯ୍ୟ ଗଲେଣି। କେଉଁଠି ଗୋଟେ ହୁଙ୍କା ଦେଖିଛନ୍ତି କି? ତାଙ୍କୁ ପଚାରିବେ, ଯିଏ ଜାଣିକିରି ଫେରିଲେଣି ତାଙ୍କୁ ଗୋଟେ ଚିଠି ଲେଖିକି ପଠାନ୍ତୁ, ଆପଣ ହୁଙ୍କା ଦେଖିଛନ୍ତି କି ଚନ୍ଦ୍ରମଣ୍ଡଳରେ? ଆପଣ ମଙ୍ଗଳ ଗ୍ରହଙ୍କୁ ଦେଖିଛ କି? ଯଦି ଦେଖିଛ, ଏଇଠି ଦେଖ। ଏଇ ପୃଥିବୀ ହେଉଛି ଏକ ପୂର୍ଣ୍ଣ ବ୍ରହ୍ମଙ୍କର ଏକ ପବିତ୍ର ଆଶ୍ରମ। ଯାହା ଦେଖୁଛ ଏଇଠି ଦେଖ। ତେଣୁ ଏଇ ହେଉଛି ହୁଙ୍କା। ଏଇ ହୁଙ୍କା ଭିତରେ ଅନେକ ସେଟା ଉଇଟ ସବୁଠି ଅଛନ୍ତି। ତା ଭିତରେ ବି ମୂଷା ବି ଅଛନ୍ତି, ସାପ ବି ଅଛନ୍ତି। ମୋ ପିଲାଦିନେ ମୁଁ ଶୁଣିଥିଲି ଆମର ଗୋଟାଏ ଚକ ଅଛି। ଚକ ମାନେ କ୍ଷେତ୍ର। ଆମେ ପିଲା ଲୋକ ସେତେବେଳେ କାନ ପାରି ଶୁଣୁ, ଆମର ଗୋଟେ ଛକ ଅଛି। କ'ଣ? ଚକ। ସେ ଚକଟିର ନାଁ ହେଉଛି ରାଧାକୃଷ୍ଣ ଚକ। ଆରେ ରାଧାକୃଷ୍ଣ ଚକ ପୁଣି କ'ଣ? ସେ ଦେଖେଇ ଦିଅନ୍ତି, ଓ ଏଇଠୁ ସେଇ ପର୍ଯ୍ୟନ୍ତ ଇଏ ହେଉଛନ୍ତି ରାଧାକାନ୍ତ ଚକ। ଆମେ ବୁଝିପାରୁ, ହଁ ହେଇଥିବ। ଆଉ ପୁଣି ସେଇମାନେ କହନ୍ତି ଏଇଟା ଲକ୍ଷ୍ମୀ ନାରାୟଣଙ୍କ ଚକ୍ର।
ଯେଉଁ ଲକ୍ଷ୍ମୀ ନାରାୟଣ କେଉଁ ଗାଁ ସେ ରାଣୀଟୋଳାରେ ପୂଜା ପାଉଛନ୍ତି, ତାଙ୍କରି ନାମ ଅନୁଯାୟୀ ଏ ଚକର ନାଁ ହେଉଛି ଲକ୍ଷ୍ମୀ ନାରାୟଣ। ଆଉ ଦୁଇ ଜଣ ବୟସ୍କ ଲୋକ ବସିଥିଲେ, ଜଣଙ୍କ ନାଁ ଉଦୟ, ଜଣଙ୍କ ନାଁ ହାଡ଼ିବନ୍ଧୁ। ସିଏ ଯୋଉଠୁ କହି ପକେଇଲେ ଇଏ ଚକ ହେଉଛି ବଳଦେବଙ୍କ ଚକ। ବଳଦେବଙ୍କ ଚକ କ'ଣ? ଯିଏ ବଳଦେବଙ୍କ ପାଖକୁ ଭୋଗ ନେଇ ଯାଇପାରୁନଥିଲେ ସେ ଏଇଠି ଭୋଗ କରୁଥିଲେ। ତେଣୁ ବିଚିତ୍ର କର୍ମାଙ୍କର ବିଚିତ୍ର ସୃଷ୍ଟିରେ ଇଏ ସବୁ ହେଉଛି ବିଚିତ୍ର। ଆମେ ଯେତେ ପ୍ରକାର ବୁଝେଇ ସୁଝେଇ ସାହିତ୍ୟ କହିଲେ ବି କିଛି ଲୋକ କହିବେ ହଁ, କିଛି ଲୋକ କହିବେ ନା। ତେବେ ଆମେ ଆଉ କ'ଣ କହିବା? ଯେ ନା କହିବ ତାଙ୍କ ନାଁରେ କ'ଣ କେସ୍ କରିବୁ ନା କ'ଣ କହିବୁ? ତେଣୁ ଏଇ ପବିତ୍ର ଶିଶୁ ଅନନ୍ତଙ୍କର ଆବିର୍ଭାବ କ'ଣ ପାଇଁ? ଏ ଜଗତର ଯେତେ ଶିଶୁ ବୃକ୍ଷ ତରୁ ତୃଣ ଲତା ଠାରୁ ଆରମ୍ଭ କରି ପିମ୍ପୁଡ଼ି ଜନ୍ଦା ମଣିଷ ପର୍ଯ୍ୟନ୍ତ ଯେଉଁ ଶିଶୁମାନେ ଆଜି ଜନ୍ମ ହେଉଛନ୍ତି, କାଲି ବି ଜନ୍ମ ହେବେ, ସବୁଦିନେ ବି ଜନ୍ମ ହେଉଛନ୍ତି, ତାଙ୍କରି ମାଲିକ ବା ତାଙ୍କରି ସ୍ରଷ୍ଟା ବା ତାଙ୍କରି ଜନ୍ମଦାତା ହେଉଛନ୍ତି ଶିଶୁ ଅନନ୍ତ। ତେଣୁ ସେଥିପାଇଁ ଆମେ ଶିଶୁ ଅନନ୍ତଙ୍କୁ ଏମିତି ଗୋଟେ ବ୍ୟାଖ୍ୟା କରି ବଡ଼ କରିବାକୁ ଚାହୁଁନୁ। ଏଠି କେତେ ଲୋକ ମେଡ଼ିକାଲରୁ ଫେରିକିରି ଆସିକିରି ମଧ୍ୟ 15 ବର୍ଷ 20 ବର୍ଷ ପରେ ଯଦି ଆପଣଙ୍କୁ ମୁଁ ଠିକଣା ଦେବି, ଫୋନ୍ ନମ୍ବର ଦେବି, ଆପଣ ପଚାରିବେ ଆପଣଙ୍କର ପୁଅ ଝିଅ ଥିଲା, ବିବାହ ହେବାର କେତେ ବର୍ଷ ପରେ ତୁମେ ପୁଅ ପାଇଲ, ଝିଅ ପାଇଲ? କିଏ କହିବ 15 ବର୍ଷ ପରେ, କିଏ କହିବ 20 ବର୍ଷ ପରେ। ଏଇ ଅଞ୍ଚଳରେ ପାଇଛନ୍ତି, ସେ ପିଲାଗୁଡ଼ାକ ବଞ୍ଚିଛନ୍ତି। ତେଣୁ ଯାହାର ମହିମା ଏତେ ସୁନ୍ଦର, ଯାହାଙ୍କର ମହିମା ଭିତରେ ପୂରି ରହିଛି ଅନେକ ବୈଚିତ୍ର୍ୟ, ଅନେକ ବୈଭବ। ଏ କି ବୈଭବ ଦେଖାଉଛ? ମୋର 25 ଏକର ସମ୍ପତ୍ତି, ମୋର 10ଟା ସୁନା ଦୋକାନ, ମୋର 2ଟା ମଦ ଦୋକାନ, ମୋର 6ଟା ଗାଡ଼ି। ଇରେ ତୁ କି ଗାଡ଼ି କରିଛୁ ଦେଖିଛୁ? ତୁ କେଇଟା ବର୍ଷ ହେଲା ଜନ୍ମ ହେଇ ଏତେ କ'ଣ ଗପୁଛୁ? ତୁ କିଛି ଦେଖିନା, ତୁ ହଉଛୁ ଅନ୍ଧ। ତୁ ବର୍ତ୍ତମାନ ଯାହା ଦେଖୁଛୁ ସେତିକି କହ। ଏଣେ ତେଣେ ବଜାରି ଛତରାଙ୍କ ଭଳିଆ ଗପରା। ଆଜି ତୁ ଏଠି କହୁଛୁ, କାଲିକି ଥିବୁ କି ନାହିଁ ଜଣା ନାହିଁ। ତୁ କ'ଣ ଏତେ ଗପିବୁ? ତୁ ଗପର ମୂଲ୍ୟ କ'ଣ ଅଛି? କିନ୍ତୁ କର୍ମ ହେଉଛି ଜୀବନର ଶ୍ରେଷ୍ଠ। କର୍ମ ହିଁ ପ୍ରକୃତରେ ପୂଜା। ଯେଉଁଠି କର୍ମ ନାହିଁ, କର୍ତ୍ତବ୍ୟ ନାହିଁ, ସେବା ନାହିଁ, ଆନ୍ତରିକତା ନାହିଁ, ସେଠି କିଛି ନାହିଁ। ମୋତେ ଯିଏ ପଚାରେ, ବାବା ଆପଣ ରାତି ଯାକ ତ ଶୋଇପାରନ୍ତି ନାହିଁ, ପ୍ରକୃତ ମୁଁ ଶୋଇପାରେ କି? ଏବେ କ'ଣ ଟିକେ ବେଶୀ ନିଦ ହେଉଛି? ନାଇଁ ଶୋଇପାରେ ନା। କେମିତି କ'ଣ ରାତିରେ? ଏହା ପିଲାମାନେ ଆସନ୍ତି, ସେ ସବୁ ରାତି ଯାକ ଆମର ମହାଭାରତରୁ ଆମେରିକା ପର୍ଯ୍ୟନ୍ତ କଥା ଚାଲିବ। ହଉ ଚାଲେ ଆଉ। ନିଦ ହେଇଗଲେ ସେ ସବୁ, ନିଦ ହେଇଗଲା ପରେ ବି ସେ ରହନ୍ତି।
କ'ଣ ଆଶ୍ରମର ସବୁଯାକ ଲୋକ ଆପଣଙ୍କ ପାଖରେ ରହନ୍ତି? ମୁଁ କହିଲି ନା ନା, ସେମିତି କ'ଣ ହୁଏ? 4-5ଟି ଖଣ୍ଡେ ଲୋକ ଥାଆନ୍ତି। ଆଉ ସବୁ କୁଆଡ଼େ ଗଲେ? ଆଉ ସବୁ ଗଲେ କୁଆଡ଼େ? କାଳେ ଆମକୁ ସେବା କରିବାକୁ ପଡ଼ିବ, ତେଣୁ ଟିକେ କଣେଇକିରି ଅନେଇ ଅନେଇ ଛୁ। ଯଦି ମୁଁ ମୋ ଆଖିରେ ପଡ଼ିଯିବି, ସେ ମୋତେ କହିବେ କାଳେ ସେବା କରିବୁ। ଏଇ ଭକ୍ତିକୁ ନେଇ କେହି କେବେ ଭକ୍ତ ହେଇପାରେ ନା। ଗୁରୁ ଭକ୍ତି, ଜୀବ ସେବା, ମାନବ ପାଇଁ କାର୍ଯ୍ୟ କରିବା, ଆଠାରୁ ବଳି ବଡ଼ ଜିନିଷ ଦୁନିଆରେ କିଛି ନାହିଁ। ହଉ, ଆଜିର କଥାକୁ ଏଇଠି ରଖିବା। ଆପଣମାନେ ସମସ୍ତେ ଟିକେ ଭଲ ମନରେ ରୁହନ୍ତୁ, ଟିକେ ଖୁସିରେ ରୁହନ୍ତୁ। ମୋତେ ଖୁସିରେ ରଖିବା ପାଇଁ ମୁଁ ଯେତେ ଚେଷ୍ଟା କରୁଛି, ମୁଁ ଖୁସିରେ ରହିବି। ମୋତେ ସେ ଖୁସିରେ କେହି ରଖେଇ ଦେଉନାହାନ୍ତି। କିଏ ଯଦି କହିଲାଣି ଆମର ଜମି, କିଏ କହିଲାଣି ବାଡ଼ି, କିଏ କହିଲାଣି ପୁଅ, କିଏ କହିଲାଣି ଜ୍ୱାଇଁ, କିଏ କହିଲାଣି ବାହାଘର। ମାନେ କ'ଣ କେତେ କଥା ତାଙ୍କ ପାଖରେ ଅଛି ଯେ ମୁଁ କେତେ, ମୋର ବ୍ରହ୍ମାଙ୍କର 4ଟା ମୁଣ୍ଡ ହେଇଗଲା, ରକ୍ଷା ହେଇଗଲା। ଶିବଙ୍କର 5ଟା ମୁଣ୍ଡ, ଆମର ତ ଗୋଟିଏ ମୁଣ୍ଡ। ଆମେ ଏତେ ଲୋକଙ୍କ କଥା କେମିତି ବୁଝିବୁ? ତଥାପି ବୁଝୁଛୁ, ବୁଝିକିରି ଶେଷରେ କ୍ଳାନ୍ତି ହେଇ ଶୋଇପଡ଼ୁଛୁ। ତେଣୁ ସଜ୍ଜନ, ସେଇ ଯେଉଁ ସଙ୍ଗୀତଟି, ସପନ ଯେତେ ଦେଖୁ ବାଇଆ, ସକାଳେ ଯାଏ ଦୂରେ। ସପନ ଯେ দেখু জীবন স্বপ্ন সে পরি যায়, জীবন স্বপ্ন সে পরি যায়, সময়র তরে সপন ତେଣୁ ସମସ୍ତେ ଉଦାର ହୁଅ, ବୃକ୍ଷ ଲଗାଅ, ମଦ୍ୟ ମାତକ ଠାରୁ ଦୂରେଇ ରୁହ, ପରିବାର ଗଠନ କର, ଭଲ ନିଜେ ଭଲ ହୁଅ, ଅନ୍ୟକୁ ଭଲ କର। ଏତିକି କହି ମୋର କଥାକୁ ମୁଁ ଏଇଠି ବିଶ୍ରାମ